ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ। ଦିନ ଥାଉ ତ ଆମେ ବାହାରି ପଡ଼ିଥିଲୁ ଟିକେ ମାର୍କେଟ ଯାଇକି ପହଞ୍ଚି ଯାଇଥିଲୁ ୱାନ୍ ପ୍ଲସ୍ ଷ୍ଟୋରରେ। ସେଠି ପୁଣି ଟିକେଟ୍ କାଟିକିନି ହିଁ ଦେଖେଇବାକୁ ପଡ଼ିବ ଫୋନ୍, ସେଥିପାଇଁ ଟିକେ ଅପେକ୍ଷା କରିବାକୁ ପଡ଼ିଥିଲା। ସେଠୁ ବାହାରି ଆସିକିନି ଆମେ ପହଞ୍ଚି ଯାଇଥିଲୁ ସରବଣା ଷ୍ଟୋରରେ। ଦିନ ଥାଉ ଥାଉ ଆସିବାର କାରଣ ଥିଲା ଯେବେ ବି ସରବଣା ଆସୁ ସେତେବେଳେ ଭିଡ଼ ଥାଏ, ତ ଆଜି ଭାବିଲୁ ଆମେ ଜଲ୍ଦି ପଳେଇବୁ। ଦେଖୁନାହାନ୍ତି ବହୁତ କମ୍ ଲୋକ ଅଛନ୍ତି। ଭିତରକୁ ଯାଇକି ଦେଖିକି ଏ ଶାଢ଼ୀରେ ମନଟା ପୁରା ଲାଖି ଯାଇଥିଲା, ହେଲେ ସ୍ୱାମୀ କିଣେଇ ଦେଲେନି। ଚାଲ ଡ୍ରେସ୍ ଟିକେ ଦେଖିଦେବା। ତ ଡେଲି ୟୁଜ୍ ଡ୍ରେସ୍ ପାଇଁ ମୁଁ କିଛି ଦେଖୁଥିଲି, ଆୟୁଷ ବି ମୋ ପାଇଁ ଟିକେ ଚଏସ୍ କରିଦେଲେ। ତାପରେ ଯାଇ କାଉଣ୍ଟରରେ ପଇସା ବିଲ୍ ପେ କଲା ବେଳକୁ ପୁରା ଫାଙ୍କା ଥିଲା, ଜଲ୍ଦି ଜଲ୍ଦି ବାହାରି ପଳେଇ ଆସିଲୁ। ତ ଆୟୁଷ ତାଙ୍କର ଭେଜ୍ ରୋଲ୍ ଖାଇଦେଲେ, ମୋର ଯେହେତୁ ଗୁରୁବାର ଥିଲା ମୋର କିଛି ଖାଇବାର ନଥିଲା। ଦେଖୁନାହାନ୍ତି ଆମେ ବାହାରିକି ଆସିଲାକୁ କେତେ ଭିଡ଼ ହେଇଗଲେଣି। ସେଠୁ ସିନା ଖସିକି ପଳେଇ ଆସିଲୁ, କିନ୍ତୁ ଏଇ ଟ୍ରାଫିକ୍ରେ ଫସିଗଲୁ ପୁରା। ମନଟା ଏଇଠି ପୁଣି ଯାଇକି ଅଟକିଗଲା। ଦେଖୁନାହାନ୍ତି କେଉଁଠି ଆପଣମାନଙ୍କର ମନ ବି ଏଇଠି ଅଟକିଯିବ, ବିଶେଷ କରି ଝିଅମାନଙ୍କର। ତ ଏଇସବୁ ଜୁଏଲାରୀ ଇୟରିଙ୍ଗସ୍ ଦେଖିକିନି ମୁଁ କ'ଣ ସବୁ ଦୁନିଆର ଝିଅମାନେ ହିଁ ଅଟକିଯିବେ। ଭିତରେ ଅଲଗା ବି ସବୁ କସ୍ମେଟିକ୍ ସବୁ ଥିଲା, ତ ସେଠୁ କିଛି ଇୟରିଙ୍ଗସ୍ ଏଇକା ଆଣିକି ପଳେଇ ଆସିଲା। ଆରେ ଦୋକାନ ନାଁଟା ବି ଆପଣଙ୍କୁ ଦେଖେଇ ନଥିଲି, ଦିଫା ମୁଁ ଦୋକାନ। ତ ସେଇଟା ଥିଲା ତାମ୍ରମରେ। ସେଠୁ ଫେରିଲା ବେଳକୁ ସବୁ ଡେକୋରେଟ୍ ହେଇକା ରୋଡ଼ ସାଇଡ଼୍ ହେଇଥିଲା। ମନ୍ଦିର 25ଟା ବୋଧେ ହେଉଥିଲା, ତ ବହୁତ ସୁନ୍ଦର ଡେକୋରେଟ୍ ଦେଖିକିନି ମୁଁ ଟିକେ ଭିଡ଼ିଓ ଆପଣମାନଙ୍କ ପାଇଁ ବନେଇଦେଲି। ଯେହେତୁ ମୁଁ ସେଠି କିଛି ଖାଇନଥିଲି, ଆୟୁଷ ମୋ ପାଇଁ କି ଜୁସ୍ ନେଇ ଆସିଲେ। ତ ସିଏ ତାଙ୍କର ମିକ୍ସ ଫ୍ରୁଟ୍ ଜୁସ୍ ବି ମୋ ପାଇଁ ୱାଟରମେଲନ୍ ଜୁସ୍ ନେଇ ଆସିଲେ। ଘରକୁ ଆସିକି ବନ୍ଧାକୋବି ତରକାରୀ କି ରୁଟି ବନେଇଦେଲି। ଥ୍ୟାଙ୍କ ୟୁ ଫର୍ ୱାଚିଂ।